हेलो फ्रेंड्स, वेलकम बैक टू माय चैनल। आज मु आपण मानक पई नेकी आछि सुजी काकरा पिठा। एई पिठाटी हमर प्रति ओडिया को घरे घरे अति परिचित। खाया को बहुत ही टेस्टी लगी थाए। आउ पर्व पर्बाणी मानकरे आमे एई पिठा को प्रथमे तयारी करिथाउ। ताहेले चालंतु एई पिठा को किपरि तयारी करिबा देखिनबा। प्रथमे चालंतु आर पूरा बनै नबा। पूरा बनेଇବା ପାଇଁ ମୁଁ ଏଠି ନଡ଼ିଆକୁ କୋରିକି ନେଇଛି। ତାକୁ କିଛି ସମୟ ପାଇଁ ଏମିତି ଡ୍ରାଏ ରୋଷ୍ଟ କରିଦେବି। କିଛି ସମୟ ଡ୍ରାଏ ରୋଷ୍ଟ କଲା ପରେ ଆକୁ ମୁଁ ଗୋଟେ ଅଲଗା ପାତ୍ରରେ କାଢି ନେବି। କାଢି ନେଇକି ତାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଦେବି। ଏହି ପୁରରେ ମୁଁ ଚିନିର ବ୍ୟବହାର କରୁଛି। ଆପଣ ଚାହିଁଲେ ଗୁଡ଼ ମଧ୍ୟ ବ୍ୟବହାର କରିପାରିବେ। ତ ଏଇଟା ପୁରାପୁରି ଭଲ ଭାବରେ ଥଣ୍ଡା ହେଇସାରିଲାଣି। ଏହି ପୁରରେ ଭଲ ବାସ୍ନା ପାଇଁ ମୁଁ କିଛି ଗୁଜରାତିକୁ ଗୁଣ୍ଡ କରିକି ନେଇଛି, ତାକୁ ଏବେ ଏଥିରେ ଆଡ୍ କରୁଛି। କିଛି କିସମିସ୍ ମୁଁ ଏଇଠି ନେଇଛି, ତାକୁ ଏଥିରେ ଆଡ୍ କରୁଛି। ଆଉ କିଛି ଚାରମଗଜ ନେଇଛି, ଆକୁ ମଧ୍ୟ ଏଥିରେ ଆଡ୍ କରୁଛି। ଏଇ ସବୁ ଟୋଟାଲି ଅପସନାଲ, ଆପଣ ଚାହିଁଲେ ଆକୁ ନେଇପାରିବେ, ନହେଲେ ସ୍କିପ୍ ମଧ୍ୟ କରିପାରିବେ। ଭଲ ଭାବରେ ଆକୁ ମିଶେଇ ଦଉଛି। ପୁରାପୁରି ନଡ଼ିଆ କୋରା ଭଲ ଭାବରେ ଥଣ୍ଡା ହେଲା ପରେ ମୁଁ ଏଇଠି କିଛି ଚିନିକୁ ଗ୍ରାଇଣ୍ଡ କରିକି ନେଇଛି, ତାକୁ ଭଲ ଭାବରେ ଏଇଠି ଦେଇ ଦଉଛି। ଆପଣ ଯଦି ମିଠା ଖାଇବା ପାଇଁ ପସନ୍ଦ କରନ୍ତି ତାହେଲେ ଅଧିକ ଚିନି ନେଇପାରିବେ। ମୁଁ ଏଇଠି ଅଧିକା ନେଇନି କି କମ୍ ନେଇନି, 2 ଚାମଚର ଚିନି ନେଇଛି ଏତିକି ପୁର ପାଇଁ। ତ ଭଲ ଭାବରେ ମିଶେଇ ଦେବି ଆକୁ କିଛି ସମୟ ପାଇଁ। ସୁଜି କାକରା ପାଇଁ ଏଇଠି ଆମର ପୁର ପୁରାପୁରି ରେଡି ହେଇଯାଇଛି। ତ ଚାଲନ୍ତୁ ଏବେ ଆକୁ ସାଇଡରେ ରଖି ଯିବା ନେକ୍ସଟ ସ୍टेପକୁ। ସୁଜି କାକରା ପାଇଁ ଆମକୁ ସୁଜି ଦରକାର ହେଇଥାଏ। ତ ଏଇଠି ମୁଁ ଏଇ ବାଉଲରେ ନଉଛି 1 କପ୍ ସୁଜି। ଏହି 1 କପ୍ ସୁଜିରେ ଆମର 14 ରୁ 15ଟା ସୁଜି କାକରା ପିଠା ତିଆରି ହେଇପାରିବ। ତ ଗୋଟେ ବାଉଲ ଏଇଠି ନେଇଛି ସୁଜି। ଆଉ ଗୋଟେ କଢେଇରେ ମୁଁ ଯୋଉ ବାଉଲରେ ନେଇଥିଲି ସୁଜି ମେଜର କରିକି, ସେହି ବାଉଲରେ 2 ବାଉଲ ପାଣି ନେଇକି ଭଲ ଭାବରେ ଫୁଟିବା ପାଇଁ ଦେବି। ଏହି ଫୁଟିଲା ପାଣିରେ ମୁଁ ଦେବି କିଛି ସ୍ୱାଦ ଅନୁସାରେ ଲୁଣ। ଲୁଣ ଦେଲା ପରେ ଚିନି କିଛି ଏଥିରେ ଆଡ୍ କରୁଛି, ଯୋଉଟା କି ସୁଜିରେ ମିଠା ଆଣିବ। ତ ଏଇଠି ମୁଁ 2 ଚାମଚ ଚିନି ଦଉଛି। ଆପଣ ଚିନିର ମାତ୍ରା ଅଧିକା କରିପାରନ୍ତି। ସୁଜି ଯନ୍ତଣୀରେ ଭଲ ଟେକ୍ସଚର ଆଣିବା ପାଇଁ ଏଇଠି ମୁଁ ଦଉଛି 2 ବଡ଼ ଚାମଚ ଘିଅ। ଆଉ ସୁଜି କାକରାର ଫ୍ଲେଭର ମଧ୍ୟ ଏଥିରେ ବହୁତ ଭଲ ଆସିଥାଏ। ତ ଏଇଠି ମୁଁ ଦଉଛି 2 ବଡ଼ ଚାମଚ ଘିଅ। ତାକୁ ଭଲ ଭାବରେ କିଛି ସମୟ ଫୁଟିବା ପାଇଁ ଦେବେ। ଏବେ ମୁଁ ଏଥିରେ ଯୋଉ ସୁଜି ଆଗରୁ ନେଇଥିଲି ତାକୁ ଆଡ୍ କରିବି। କିଛି ସମୟ ପାଇଁ ଭଲ ଭାବରେ ସୁଜିକୁ ପାଣିରେ ମିଶେଇ ଦେବି। ସୁଜି ଏମିତି ପାଣିରେ ମିଶିଲେ ଭଲ ଭାବରେ କୁକ୍ ହବ। ତ ଆମର କାକରା ପିଠା ମଧ୍ୟ କ୍ରେକ୍ ଫ୍ରି ରହିବ। ଏଇଟା ଯେତେ ଭଲ ଭାବରେ କୁକ୍ ହେଇପାରିବ ସେତେ ଭଲ ଆମର କାକରା ପିଠା ହବ। ତ ଏଇଠି ଆମର ସୁଜି ପାଣି ପିଇ ଯାଉଛି ଆଉ ପୁରା ଶୁଖା ହେଇକି ଗୋଟେ ଡୋ ଫର୍ମରେ ଆସିବ। ଯେହେତୁ ଆମେ ଏଥିରେ ଘିଅ ଦେଇଥିଲେ, ଆର ଟେକ୍ସଚର ମଧ୍ୟ ବହୁତ ସଫ୍ଟ ରହିବ। ତ ଏଇଠି କିଛି ସମୟ ପାଇଁ ମୁଁ ଏମିତି ଆକୁ ଚଲେଇ ନେବି। କିଛି ସମୟ ପରେ ସୁଜି ଯେତେବେଳେ ଏମିତିଆ ଟେକ୍ସଚରକୁ ଆସିବ ତ ଗ୍ୟାସର ଫ୍ଲେମକୁ ଆମେ ଅଫ୍ କରିଦେବା। କିଛି ସମୟ ପାଇଁ ଏବେ ଆପଣ କଢ଼େଇର ଲିଡକୁ ଘୋଡେଇକି ରଖନ୍ତୁ। ତାପରେ ଏଇଠି ମୁଁ ଗୋଟେ ଅଲଗା ଜାଗାରେ ସେହି ଡୋକୁ କାଢିକି ନେଇଛି। ତାକୁ ଭଲ ଭାବରେ ହାତରେ ସ୍ମୁଥ କରିକି ଆଉ କିଛି ସମୟ ପାଇଁ ଚକଟି ନିଅନ୍ତୁ। ତ ଚାଲନ୍ତୁ ଏବେ ଆମେ ପିଠା ବନେଇବା ଷ୍ଟେପକୁ ଯିବା। ଏଇଥିପାଇଁ ମୁଁ ଏଇ ସାଇଜର ଗୋଟେ ଗୁଳା ନେଇଯାଇଛି। ଆପଣ ହାତରେ କିଛି ତେଲ ଲଗେଇକି ଏମିତି କରନ୍ତୁ, ଯାହାଦ୍ୱାରା ହାତରେ ଆପଣଙ୍କର ଡୋ କିଛି ଲାଗିବନି। ତ ଏବେ ମୁଁ ଆକୁ ଭଲ ଭାବରେ ଗୋଟେ ଗୋଲ ବନେଇ ନଉଛି। ଏବେ ଆକୁ ଆପଣ ଏମିତି ଚିପି ଚିପି ହାତରେ ଗୋଟେ ଖାଲ କରନ୍ତୁ, ଯାହା ଭିତରେ କି ଆପଣ ପୁରକୁ ପୂରେଇ ପାରିବେ। ତ ଏଇଠି ଆପଣ ଯେତିକି ପୁରର ବ୍ୟବହାର କରିବେ ପିଠା ଆମର ସେତିକି ସୁଆଦିଆ ହବ। ତ ମୁଁ ଏଇଠି ଗୋଟେ ବଡ଼ ଚାମଚ ପୁର ଦଉଛି। ଭଲ ଭାବରେ ଆକୁ ଏମିତି ଭିତରକୁ ପୂରେଇ ଦଉଛି। ତାପରେ ଆପଣ କେୟାରଫୁଲି ଆର ଉପରକୁ ଆଉ ମୁହଁକୁ ଭଲ ଭାବରେ ସିଲ୍ କରି ନିଅନ୍ତୁ। ମୁଁ ଏଠି ଆଉ କିଛି ସମୟ ଏମିତି ଗୋଲ କରି ନଉଛି। ଏଇଠି ଆମର ଗୋଟିଏ କାକରା ପିଠା ରେଡି ହେଇଯାଇଛି। ସେମ୍ ପ୍ରୋସିଜରରେ ଆପଣ ବାକି ତକ ଡୋରୁ ଏମିତି କାକରା ପିଠା ତିଆରି କରି ନିଅନ୍ତୁ। ପୁର ଆପଣ ପରିମାଣ ଯେତିକି ଅଧିକ ଦେବେ କାକରା ପିଠା ଖାଇବାକୁ ସେତିକି ସୁଆଦିଆ ଲାଗିଥାଏ। ସବୁତକ ଡୋରୁ ମୁଁ ଏଇଠି ପିଠା ପ୍ରସ୍ତୁତ କରିନେଇଛି। ଯୋଉ ଗୋଟେ ବଡ଼ କପ୍ ସୁଜିରେ ନେଇଥିଲି ସେଥିରେ ମୋର ଏମିତି ଏଇ ସାଇଜର 13ଟି
କାକରା ପିଠା ବନିକି ରେଡି ହେଇଯାଇଛି। ଦେଖନ୍ତୁ ଏଇଠି କାକରା ପିଠା ସବୁ ମୋର କ୍ରାକ୍ ଫ୍ରି ହେଇଛି। ଚେଷ୍ଟା କରନ୍ତୁ ଏମିତି କ୍ରାକ୍ ଫ୍ରି ବନେଇବା ପାଇଁ। ଏଇଟା ଦେଖିବାକୁ ବହୁତ ସୁନ୍ଦର ହେଇଥାଏ। ତ ଚାଲନ୍ତୁ ଏବେ ଆମେ ପ୍ରତି କାକରା ପିଠାକୁ ଛାଣି ନବା। ସେଇଥିପାଇଁ ମୁଁ ଗୋଟେ କଢ଼େଇରେ କିଛି ତେଲ ଗରମ କରିନେଇଛି। ଆଉ କାକରା ପିଠା ଗୋଟେ ପରେ ଗୋଟେ ଦଉଛି। ଦେଲା ପରେ ଦେଖନ୍ତୁ ସଡନ୍ ପୁରା ବବଲ୍ସ କ୍ରିଏଟ୍ ହେଇଯିବ। ତାହେଲେ ଆମର ତେଲ ପୁରାପୁରି ପରଫେକ୍ଟ ଭାବରେ ଗରମ ହେଇଯାଇଛି ପିଠା ଛାଣିବା ପାଇଁ। ତ ଏଇଠି ମୁଁ ଗୋଟେ ପରେ ଗୋଟେ କାକରା ପିଠା ଦଉଛି ତେଲରେ। ଦେଲା ପରେ ସଡନ୍ ଆପଣ ଗୋଟେ ଚାମଚ ବା କାଠି ସାହାଯ୍ୟରେ ଆକୁ ଓଲଟେଇ ଦିଅନ୍ତୁ, ଯାହାଦ୍ୱାରା ତଳପଟ ଲାଗିକି କଳା ପଡିଯିବନି। ତ ଏଇଠି ମୁଁ ଦେଖନ୍ତୁ ପ୍ରତି କାକରା ପିଠାକୁ ଗୋଟେ ଚାମଚ ସାହାଯ୍ୟରେ ଏପଟ ସେପଟ କରିଦଉଛି। କିଛି ସମୟ ଭଲ ଭାବରେ ଫ୍ରାଏ ହେଲା ପରେ ଆପଣ ଦେଖିପାରିବେ ଆର କଲର ଧୀରେ ଧୀରେ ଗୋଲ୍ଡେନ ବ୍ରାଉନ ହେଇ ଆସୁଛି ଏବଂ ଏଇଟା ହାଫ ଫ୍ରାଏ ହେଲା ପରେ ଧୀରେ ଧୀରେ ଉପରକୁ ଭାସି ଆସିବ। ତ ଦେଖନ୍ତୁ ଏଇଠି ମୋର ପିଠାର କଲର ଗୋଲ୍ଡେନ ବ୍ରାଉନ ହେଇ ଆସିଲାଣି। ତ ଆଉ କିଛି ସମୟ ଆକୁ ଏପଟ ସେପଟ କଲା ପରେ ମୁଁ ଆକୁ ତେଲରୁ ଛାଣି ନେବି। ଦିପଟ ସାଇଡରୁ ଭଲ ଭାବରେ ପିଠା ମୋର ଫ୍ରାଏ ହେଇଯାଇଛି। ଏବେ ଆକୁ ଗୋଟେ ପ୍ଲେଟରେ ଛାଣିକି ଅଲଗା କରି ନେଉଛି। ସେମ୍ ପ୍ରୋସିଜରରେ ବାକି ତକ ପିଠା ସବୁକୁ ମଧ୍ୟ ମୁଁ ଏମିତି ଛାଣିଦେବି। ଆପଣ ପିଠା ଛାଣିଲା ସମୟରେ ମିଡିୟମ ଟୁ ହାଇ ଫ୍ଲେମ୍ରେ ଗ୍ୟାସର ଫ୍ଲେମ୍କୁ ରଖନ୍ତୁ। ଗୋଲ୍ଡେନ ବ୍ରାଉନ ଏମିତି ହେଲା ପରେ ଆପଣ ପିଠାକୁ ଛାଣିକି ଅଲଗା କରି ନିଅନ୍ତୁ। ତ ଏଇଠି ଆମର ଯେତିକି ପିଠା ଥିଲା ମୁଁ ପୁରାପୁରି ଛାଣିକି ଅଲଗା କରି ନେଇଛି। ଅତି ସହଜରେ କମ୍ ସମୟରେ ଆଉ ଇଜିଲି ଏଇଟା ବନି ପାରୁଥିବାରୁ ଆମେ ଏଇ ପିଠାକୁ ଘରେ ଘରେ ଆମେ ସମସ୍ତେ ବନେଇଥାଉ। ପର୍ବପର୍ବାଣୀ ମାନଙ୍କରେ ଆମେ ଏଇ ପିଠାକୁ ପ୍ରଥମେ ତିଆରି କରିବା ପାଇଁ ଭାବିଥାଉ। ଦେଖିବାକୁ ଏଇ ପିଠା ଯେତେ ସୁନ୍ଦର ଲାଗୁଛି, ଖାଇବାକୁ ଆଠୁ ଆହୁରି ସୁଆଦିଆ ଲାଗିଥାଏ। ତ ଆପଣମାନେ ମୋ ଷ୍ଟାଇଲରେ ଥରେ ନିଶ୍ଚିନ୍ତ ଏହି ପିଠାକୁ ଟ୍ରାଏ କରିକି ଦେଖନ୍ତୁ। ଟ୍ରାଏ କଲା ପରେ ଆର ଫିଡବ୍ୟାକ୍ ମୋତେ ମୋ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ଯଦି ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ଭିଡିଓକୁ ଲାଇକ୍ କରିଦିଅନ୍ତୁ। ମୋ ଚ୍ୟାନେଲରେ ଯଦି ଆପଣମାନେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ମୋର ଅପକମିଂ ଭିଡିଓ ସବୁର ନୋଟିଫିକେସନ୍ସ ଅତି ଶୀଘ୍ର ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଆଜି ପାଇଁ ରହୁଛି, ଦେଖା ହବା ଆଉ ଗୋଟେ ନୂଆ ରେସିପି ସହିତ। ରହିଲି। ଧନ୍ୟବାଦ।